କେତେ ଦିନ ଧର ପଦାକୁ ଆସେ ଗୋଟେ ଧର ମା ହେଇ ସାରିଲା ପରେ ତମେ ପଦାକୁ ଆସିବ ପୂର୍ବରୁ ଆସିବା କଥା ନୁହଁ। ଆଜିକାଲି ବୋହୂ ମାନେ କଣ କରୁଛନ୍ତି ସିଏ ଆଉ ରହୁନାହାନ୍ତି ମାନେ ସେ କରୁଛନ୍ତି କଣ? ସିଏ କରୁଛନ୍ତି କଣ ଗାଧୁଆ ତୁଠକୁ ଯାଇ ଥାଳିଆଟା ବେକରେ ବାନ୍ଧି ଦେଇ ତାରେ ନଈ ବନ୍ଧରେ ଉପରେ ଯିଏ ଥାଆନ୍ତି ଘରକୁ ଆଇଲେ ଦେଢଶୁର କିଏ ମାମୁଁ କିଏ ଦାଦା କିଏ ଖୁଡି ଇଏ ନଈ କୂଳେ ଆଉ କେହି ନାହିଁ କାହାର ସବୁ ସମାନ। ନଈରୁ ସିଆଡୁ ବାହାରକୁ ଆଇଲା ପରେ ସମସ୍ତେ ସମାନ। ଇଏ ହବ ସିଏ ହବ ସିଏ ଏବେ ତ ମୋବାଇଲ ଯୁଗ ହେଲାଣି ଯେ ଖଣ୍ଡେ ମାଉସୀ ଧରିକି ଶୁଣ ମାଉସୀ ରହିଥାଉ ଦେଖ ଦେଶ ଏତେ ଉନ୍ନତି କରୁଛି ମାଉସୀ ଦେଶ ଏତେ ଉନ୍ନତି କରୁଛି ବୁଲେଟ ଟ୍ରେନ ବାହାରୁଛି କେତେ କଣ ସବୁ ଫ୍ଲାଇଟ ଉଡାଜାହାଜ ବାହାରିଲାଣି ତମର ନଈକି କାଇଁ ଗାଧେଇ ଯାଉଛ ତମେ ଗୋଟେ କମ୍ପ୍ଲେନ ଲେଖିକି ଦଉନ ତମ ଗାଁରେ ଗୋଟେ ସୁଇମିଂ ପୁଲ କରିବ ପହଁରିବ ଏଠି। କିଏ କରିବ ବା ମୋହନ ଚରଣ ମାଝୀ କଣ ନୂଆ ସରକାର ଏତେ ଟଙ୍କା ଖର୍ଚ୍ଚ କରିକି ବୁଲେଟ ଟ୍ରେନ ବାହାର କରି ତମ ଗାଁରେ ଗୋଟେ ସୁଇମିଂ ପୁଲ କରିପାରିବନି। ଦେଇନାହିଁ ସେ ଆମ ପାଇଁ ଗୋଟେ କଣ ଅଡିଆ କରିଦବ ଲାଟିନ କୋଉଠି ଯାଉଛ ନଈକି ନଈଟା କୋଉଠି ନଈକି ବନ୍ଧରେ ଉପରେ ଗୋଡ ପକେଇଲେ ଆମେ ଖସିକି ଯାଇ ତଳେ ହଁ। ନା ନା ଆଉ ଗୋଟେ କଥା ଯୋଉ ପପୁ ପମ୍ପମ ଯୋଉ କମେଡିଆନ ନୁହଁ ସିଏ କହିଥିଲା ନଈ କୂଳ ଯୋଉ ନଈ ବନ୍ଧକୁ ଝାଡା ଯିବାଟା ଗୋଟେ ମଜା ଅଲଗା ସୁଲସୁଲିଆ ପବନ ହଉଥିବ ଘାସ ଘାସ ଟିକେ ସବୁ ବାଜୁ ସୁଲୁସୁଲୁ ହଉଥିବ ସିଏ ଯାହା ବସିବ ଗୋଟେ ଅଲଗା ନା ଆଉ ଲାଟିନ ବନ୍ଧ ନାହିଁ। ଲାଟିନରେ ବସିଲେ ଗନ୍ଧ ଲାଟିନରେ ବସିଲେ ଯୋଉ ତଳକୁ ଯାଉନି ନା ସେଟା ପୁଣି ଗନ୍ଧ ହଉନଥିବ। ସେଟା ଗନ୍ଧ ସାରା ଲାଟିନରେ ବସିନେ ଆମେ ଆମର ଲାଟିନରେ ଖାଉଛନ୍ତି ପକେଇବା କେମିତି ଅଭ୍ୟାସ ନାହିଁ ଲୋକ ଆମର ନଈକି ଯିବାର ଅଭ୍ୟାସ ଆମର ଲୋକ ଖାଉଛନ୍ତି କେମିତି? କିଏ ଜାଣି କଣ କରୁଛନ୍ତି ମୁଁ ସେ କଟକ ଗାଁକୁ ଗଲେ ମୁଁ ଲୁଗା ଦେଇକି ସେ କଟକ ଗାଁରୁ ଆସିବା ଯାକେ ମୁଁ ମାଉସୀ ପୁରୀ ଚାଲୁନ ବୁଲିବା ପାଇଁ ଯିବା ଆମ ଘର ପୁରୀ ବା ତମ ଘର ପୁରୀ ପୁରା ମନ୍ଦିର ତାଙ୍କ ପାଖରେ ସାଙ୍ଗରେ ଯିବ ପୁରା ମନ୍ଦିର ପାଖରେ ତମ ଘର ହଁ ପୁରା ଜଗନ୍ନାଥ ସୁବିଧା ତାଙ୍କର ରହିବା ଖାଇବା ଆରାମସେ ରହିବ ହେଲା ସକାଳୁ ନେଇକି ମୁଁ ବୁଲେଇଦେବି ଆରାମସେ ତମ ଘର ପୁରୀ ପାଖରେ ପୁରା ମନ୍ଦିର ପାଖରେ ମାନେ ମନ୍ଦିରକୁ ଲାଗିଛି ସବୁବେଳେ ଜଗନ୍ନାଥଙ୍କୁ ଦେଖୁଛ ତମେ ଏଇଠୁ ବସି ପଡିବ ବସ ଷ୍ଟାଣ୍ଡ ଯାଇକି ଓହ୍ଲେଇଲେ ବି ମୁଁ ତ ଆଣିକି ଠାକୁର ଦେଖେଇକି ପୁଣି ବସରେ ଯାହା ତମେ ବସେଇଦେବି। ସବୁବେଳେ ଜଗନ୍ନାଥ ଦେଖୁଛ ଆମେ ଦେଖିପାରୁନୁ ତାକୁ ସେ ଆମ ଘରୁ ଜଗନ୍ନାଥ ଡର କଣ ନା ଯାହା କତିରେ ପଇସା ଅଛି ସେ ତାକୁ ଡୋର ଲଗେଇ ନେଇଗଲା ନା ନା ଆମ କତିରେ ପଇସା ନାହିଁ ସିଏ ଆମ କତିରେ ଡୋର କେମିତି ନାଗିବ ସେଇ କଥା ପଡିଛ ଜଗନ୍ନାଥଙ୍କ ଡୋର କେମିତି ନାଗିବ ଦୋକାନରେ ମିଳୁଛି ଆଣିକି ଲଗେଇଦବା ସେଇ କଥା ମୁଁ ସେଇ କଥା ଭାବେ ମାନେ ଏତେ ଏତେ ଯାତ୍ରୀ ଲୋକ ସବୁ ଲକ୍ଷ ଲକ୍ଷ ହେଲେ ଆମେ ଯାଇପାରୁନୁ ସେଠି କାହିଁକି ନାଇଁ ଏଇଥର ଡୋରି ମୁଁ ଲାଗିବ ଏଇଆ ଜଗନ୍ନାଥ ପଠେଇଛନ୍ତି ବା ମତେ ପଠେଇଛନ୍ତି ମତେ ପଠେଇଛନ୍ତି ପୁରୀ ଝିଅ କହିଲା ମୋ ଦ୍ଵାରା ଯିବ ପୁରୀ ତମେ ବୋହୂ ହେଲା ପୁରୀ ବୋହୂ କହିଲା ମାନେ ଶ୍ରୀକ୍ଷେତ୍ର ବୋହୂ ସିଏ ପୁରୀ ଧାମ ଶ୍ରୀକ୍ଷେତ୍ର ଧାମ ଜୟ ଜଗନ୍ନାଥ ଶ୍ରୀକ୍ଷେତ୍ର ବୋହୂ ସିଏ ଆଉ ଯାହା ତମ ଘର ଶ୍ରୀକ୍ଷେତ୍ର ତମେ ଭଲ ଜଗନ୍ନାଥଙ୍କୁ ଦେଖିଲ ତମକୁ କେତେ ଡୋର ଲଗେଇ ନେଇଛନ୍ତି ସେଇଠି ଆଉ ମୁଁ ରାଉରକେଲାର ସେଠିକି ଯାଇଛି ଭାବିଲ କେତେ ଜୋର ଡୋରି ଲାଗିଛି 400 ମାନେ କେତେ କିଲୋମିଟର ଲମ୍ବା ଦୂର ଡୋରିଟେ ମତେ ବା ଟାଣି ଟାଣି ନେଲେ ଆମକୁ ଏଇଠୁ ନେଇ ପାରୁନାହାନ୍ତି ତମେ ଯିବ ଫାଇନାଲ ହେଲା ଯିବ ମାଉସୀ ତମର ଥାଇରଏଡ ପାଇଁ ପିଲାମାନେ ସମସ୍ତେ କମ୍ପ୍ଲେନ କରୁଛନ୍ତି ମାଉସୀର ଏତେ କିଛି କରୁଛ ଭିଡିଓ କରୁଛ ପଇସା ପାଉଛ କିନ୍ତୁ ମାଉସୀର ଥାଇରଏଡ ଭଲ କରିପାରୁନ କିନ୍ତୁ ମାଉସୀ ସେମାନେ କେହି ଜାଣିନାହାନ୍ତି ଆମର ପଇସା ମିଳୁନାହିଁ ତାପରେ ଯିଏ ଜଣେ ତ କହିଲେ ଚାଲ ଅପରେସନ କରିବେ ଫ୍ରିରେ ସବୁ ଭଲ ମନ୍ଦ କରିବେ ତମେ ରାଜି ହେଲାଣି କହିଲେ ମୋ ଭାଇ ଯୋଉଠି ଯାହା କହିଦବ ପଦାକୁ ମୁଁ ଘଣ୍ଟିଆ ନଗେଇଲା ବେଳକୁ ମୁଁ ଆଉ ସେତେବେଳକୁ ନକେଇବି ନା 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 କିଛି ହବନି ଅପରେସନ ହେଲେ କିଛି ହୁଏନି ମତେ ହଜିବାକୁ ଡର ମାଡେ ସିଏ କଣ କରିବେ ଜାଣିଛ ନା ଗୋଟେ ବଧିରା ଇଞ୍ଜେକ୍ସନ ଅଛି ବ୍ଲଡ ପ୍ରେସର ହାଇ ନାଇଁ ହେଇଯିବ ସେ ଗୋଟେ ବଧିରା ଡର ଇଞ୍ଜେକ୍ସନ ମାଡେ ଅଛି ଆଉ ହେଲା ଏଇଠିକି ଦବ ଏଇଠିକି ନା ମୁଁ ଯେତେ ଡରିଲେ ବି ମୋ ବ୍ଲଡ ପ୍ରେସର ହାଇ ହବନି ଆଉ ପ୍ରେସର ମୋର ନାହିଁ ବୋଧେ ମୁଁ ଜାଣିବାକୁ ପ୍ରେସର ଥିଲେ ସିନା ହାଇ ହଏ ପ୍ରେସର ଟା ନାହିଁ ମୋର ମୁଁ ଜାଣିବାକୁ ଆଉ ମାନେ ମୁଁ ଗଲି ଅପରେସନ ହବାକୁ ଟିମର ଅପରେସନ ହବାକୁ ମୁଁ ଯେତେ ଡରି ତାର ପ୍ରେସର ବାହାରି ପଡନ୍ତି ସେ ଫେରିକି ଯାଆନ୍ତି ମୋର ବାହାରିଲା ନାହିଁ ମୁଁ କହିଲି ମୋର ବାହାରି ଟ୍ରିକ୍ ସେଇଟା ଭଲ ଥିଲା ପଡନ୍ତା ମୁଁ ଦେଖିଥିଲି ଗୋଟେ ବଢିଆ ଥିଲା ତମେ କହିଥିଲ ବୋଧେ ଗୋରା ହବାର ଟ୍ରିକ୍ କଣ କେମିତି ଗୋରା ସିଏ ହୁଅ ଗୋଟେ ରଙ୍ଗ କଣ ଅଛନ୍ତି ମାରି ଦଉଛନ୍ତି କଳା ଲୋକ ବି ଧଳା ହେଇଯାଉଛି ସେଇଟା କହୁନା ଆମ ପାଖରେ ଅଛନ୍ତି କଳା ଲୋକ ବହୁତ ମନ ଦୁଃଖ କରନ୍ତି ଗୋରା ହବା ପାଇଁ କାହିଁକି ବା କି ବାହାରିଛି ବା ତାଙ୍କୁ କହିଦଉନ କି କ୍ରିମ କହିଦଉନ ଏଇ ନା କ୍ୟାମେରା ସିନା ମୁଁ ଜାଣିଲେ କଣ ଅଛି ତମକୁ ସେ ଲୋକଙ୍କୁ କହିଦଉନ ଗୋଟେ କି କ୍ରିମ ସେ ଲଗେଇବେ ଗୋରା ହେବେ କେବେ ଜାଣିପାରୁନାହାନ୍ତି କ୍ରିମ କେମିତି ସେ ଝିଅ ଅଛି ନା ପୁଅ ଅଛି ଫେର ଲଭଲି ଲଗେଇଲେ ଗୋରା ହୁଅନ୍ତି ଲଗାନ୍ତି ସମସ୍ତେ ବୁଢୀ ନା ସମସ୍ତେ ମୁଁ ଲଗେଇଲେ ସେ ରଙ୍ଗ ତାଙ୍କର ଲଗେଇବା ଅଲଗା ଟିକେ ଅଛି ରଙ୍ଗ ତାଙ୍କର ପାଇଁ ଅଲଗା ରଙ୍ଗ ଲଗେଇ ସବୁ ଗୋରା ହଉଛନ୍ତି ରଙ୍ଗ ମାଇଲେ ଧଳା ସେଇ ରଙ୍ଗ ଲାଗିଲେ ହେଲା ନାଇଁ ନାଇଁ କାନ୍ଥ ରଙ୍ଗ ନୁହଁ ତାଙ୍କ ପାଇଁ ସରକାର ଗୋଟେ କ୍ରିମ ବାହାର କରିଛି ରଙ୍ଗ ଏବେ ଆସିଲେ ନା ସେ ଲଗେଇ ଗୋରା ହେଇଯିବେ କିଏ ମୋହନ ମାଝି ହଁ ମୋହନ ମାଝି କଳା
ଗୋରା ହେଇଯିବ। ମତେ ଲାଗେ ମୋହନ ଏବେ ପଇସା ପାଇନଥିଲା କଳା ହେଇଥିଲା ଗାଲ ଏବେ ଫୁଲିକି ପଇସା ପାଇଲା ସିଏ ମୋହନ ମାଝିରେ ରଙ୍ଗ ବଦଳିଯିବ। ଆଉଛି ଯୋଉ ଇଏ ସେ ରାଷ୍ଟ୍ରପତି ବା ସିଏ କଳା ନଥିଲା ସିଏ ଏବେ ଧଳା ହେଇଗଲା। ହଁ ତା ରଙ୍ଗ ବଦଳିଗଲା। ସବୁବେଳେ ମେକଅପ ରେ ରହୁଛନ୍ତି ନା ଗୋରା ହେଇଯିବ। ସିଏ ବହୁତ ଆଲୁରା ଦଉଥିଲା ମାଉସୀ ଶୁଣ ଗୋଟାଏ ମେକଅପ ମ୍ୟାନ ଆସିବ ସେପାରେଟ ତମ ପାଖରେ ରହିବ। କାହିଁକି ବା ତମେ ଝାଡା ଗଲେ ସେ ତମ ମୁହଁରେ କ୍ରିମ ଲଗେଇବ, ଗାଧେଇ ଗଲେ କ୍ରିମ ଲଗେଇବ। ଗାଈ ଫିଟି ନାଇଁ ଗାଈ ଘରକୁ ଆଇଲା। ଗାଈ ଫିଟି ନେଇ ଗାଈ ଘରକୁ ଆଇଲା ବାନ୍ଧେ ତା ଦଉଡ ନେଇକି ବାନ୍ଧେ। ଆଜିକାଲି ବୋଉ ମାନେ ଗାଈ ଗୋରୁ ବିଷୟରେ ଜାଣିନାହାନ୍ତି। ନା ସେ ଗାଈ ଗୋରୁ ବିଷୟରେ ଜାଣିନାହାନ୍ତି, ସିରିଏଲ ବିଷୟରେ ଜାଣିଛନ୍ତି। ସିରିଏଲ ବିଷୟରେ ଖାଲି ଭିଡିଓ ଫଟୋରେ ଦେଖୁଛନ୍ତି ଗାଈ ଗୋରୁ ସବୁ କେମିତି ବନ୍ଧା ହଉଛି ଶୁଣୁଛନ୍ତି କାନରେ କିନ୍ତୁ ଜାଣିନାହାନ୍ତି ଷ୍ଟୋରି। ଏତେ ପ୍ରବଳ କଷ୍ଟ ନୁହଁ। ବୋଉ ମାନଙ୍କୁ ଗୋଟେ ଚା କରିବାକୁ କହିଲେ ବୋଉ କହିବ ଆମ ସିରିଏଲ ଡରି ଯାଉଛି ବୁଢୀ କୋଉ ଚା କରିବ। କୋଉ ସିରିଏଲ ଟା ଭଲ ଲାଗେ କହିଲ ବେଶୀ? ମତେ କୋଉ ସିରିଏଲ ଭଲ ଲାଗେନି। କାହିଁକି ଭଲ ଲାଗେନି? କୋଉ ସିରିଏଲ ଗୋଟେ କାରଣ ଥିବ ନା ମୁଁ ଏଇଥିପାଇଁ ସିରିଏଲ ଦେଖେନି। ମୁଁ ଏଇଥିପାଇଁ ସିରିଏଲ ଦେଖେ ସେ ମରିକି ବଞ୍ଚୁଛନ୍ତି ପୁଣି ମରିକି ବଞ୍ଚିକି ରୋଲ କରୁଛନ୍ତି ଯେତେ ମୁଁ ସେଇ ସିରିଏଲ ମୁଁ ଅଂସା ମତେ ଭାରି ଚିଡି ଲାଗେ ସୁଟ ଘର ଭଙ୍ଗା ସିରିଏଲ ସେଗୁଡାକ ଦେଖିଲେ ତ ଘର ଦେଖିକି ତ ଘର ଦ୍ୱାର ସବୁ ଘର ସବୁ ଆଉ ଯୋଉ ଆମ ଗାଁରେ ଜଣେ ସିରିଏଲ ଦେଇକି ତାର ଗୋଟେ ଘର ଏମିତି ଭାଙ୍ଗିକି ଦିପାଳ ହେଇଯାଇଛି। ନା ସେମିତି ଭାଙ୍ଗା ନା ଘରଟା ତମେ ଘର ଗୋଟେ ଫ୍ୟାମିଲି ଘର ତମେ ଜଏଣ୍ଟ ଫ୍ୟାମିଲି ଅଛ ସାଙ୍ଗ ହେଇକିନା ସିରିଏଲ ଦେଖିଲେ ତମେ ଘର ଭାଗ ଭାଗ ହେଇଯିବ। ଯେମିତି କହୁଥିଲି ଗୋଟେ ଷ୍ଟୋରି ଯୋଉ ସେ ଶାଶୁ କଣ କରିବ ମୁଢି ଖାଇକି ସୁ କରିଦବ ସବୁବେଳେ ପଡିବ ଓଳା ତା ବୋଉ ଓଳେଇବ ତାପରେ କହିବ ଚା କରିକି ଆଣିଛି କି ଚାହା ତୁ କରୁଛୁ ଥୁ। ତାପରେ ଓଳା ତାପରେ ଦେଲା ଧରିକି ମୁହଁକୁ ଗୋଟେ ମାଇଲା ବୋଉ ଭଲ ଯଦି ଯେମିତି କହିଲ ଗୋଟେ ଚା କର ଚା ନ କଲା ତାହେଲେ ସେ ବୋଉଟା କଣ କରିବା ବାହାର କରିଦବା ଘରୁ ବାହାର କରିବା ହବ ଆଉ କେମିତି କଣ କରିବା? ଘରକୁ ବୋଉ ଗୋଟେ କରିବା କେତେ କଷ୍ଟ ବାହା କରିଦବା ଗୋଟାଏ ମିନିଟ ବାହା କରିଦବ ପୁଣି ଖୋଜି ଖୋଜି କେତେ ଯିବ କେତେ ଝିଅ ବୁଲୁଛନ୍ତି କୋଉଠି ବୁଲୁଛନ୍ତି କୋଉଠି ବୁଲୁଛନ୍ତି ଗୋଟେ ଧରି ଆଣିପାରିବ? ଧରି ଆଣି କଣ କରିବା ତମେ? ନାଇଁ ଆଣିପାରିବ ଧରିକିନା ଚାଲନା ଦେଖିବା ପୁଅ ପାଇଁ ଗୋଟେ ବାହାଘର ମୁଁ ଗୋଟେ ବାହାଘର ଖୋଜି 2 ବର୍ଷ ହେଲା ମୋ ମୁଣ୍ଡ ଚନ୍ଦା ହେଲାଣି। ଚନ୍ଦା କୋଉଠି ଏତେ ଚୁଟି ଅଛି ବା? ମୋ ମୁଣ୍ଡ ପୁରା ଖରାପ ହେଇଗଲାଣି ଖୋଜି ଖୋଜି।